ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଦେଖିପାରୁଥିବେ ଆମେ ଆଜି ଆସିଛୁ ଗୋବିନ୍ଦପୁର, କଟକ ଗୋବିନ୍ଦପୁର। ଯେଉଁ ସାଇଟ୍‌ରେ ମୁଁ ଆପଣମାନଙ୍କୁ ଗୋଟେ ଫଟୋ ଦେଖିଛି ମାଉସୀ, ତାଙ୍କ ପାଖକୁ ଆସିଛୁ। ତାଙ୍କ ଷ୍ଟୋରି ତ ଆପଣମାନେ ସମସ୍ତେ ଜାଣିଥିବେ। ତାଙ୍କର ବି ଆମେ ଭିଡ଼ିଓ ପୋଷ୍ଟ କରିଥିଲୁ, ତାଙ୍କୁ ଏକ ଫ୍ୟାନ୍ ବି ଦେଇଥିଲୁ ଏବଂ ଯାହା ବି ସକ୍ଷମ ଅନୁସାରେ ତାଙ୍କୁ କିଛି 3-4 ମାସର ରାସନ ସାମଗ୍ରୀ ମଧ୍ୟ ଦେଇକି ଆସିଥିଲୁ। ଆଉଥରେ ମଧ୍ୟ ଆଜି ଆସିଛୁ ରାସନ ସାମଗ୍ରୀ ନେଇକି। ଦେଖିପାରୁଥିବେ ଯାହା ବି ସକ୍ଷମ ଅନୁସାରେ ଯାହା ଯେତିକି ହେଲା ଆମେ ନେଇ ଆସିଛୁ। ଆମର ଏଥିରେ ପ୍ରାୟ ବହୁତ ଦିଦି ଏବଂ ଭାଇଙ୍କ ଅବଦାନ ରହିଛି। ଏଥିରେ ସମସ୍ତେ କିଛି ନା କିଛି ସାହାଯ୍ୟ କରିଛନ୍ତି। ଯାହା ହଉ ଆପଣମାନଙ୍କର ସମସ୍ତଙ୍କ ସାହାଯ୍ୟ ପାଇଁ ଏତେ ସବୁ ଜିନିଷ ତାଙ୍କୁ ଆମେ ସାହାଯ୍ୟ କରିପାରିଲୁ ଏବଂ ତାଙ୍କୁ କିଛି ଟଙ୍କା ମଧ୍ୟ ଦେଇଛୁ, ଯାହା ଭିଡ଼ିଓ ମାଧ୍ୟମରେ ଆମେ ଦେଖେଇନୁ। ସକ୍ଷମ ଅନୁସାରେ କିଛି ଟଙ୍କା ଆମେ ତାଙ୍କୁ ଦେଇଛୁ, ଯାହା ତାଙ୍କୁ ଅତ୍ୟଧିକ ଆବଶ୍ୟକ ପଡ଼ିବ ତ ସେ ସେଥିରେ ଖର୍ଚ୍ଚ ବାର୍ଚ୍ଚ କରିବେ। ଏବଂ ଦେଖିପାରୁଥିବେ ରାସନ ସାମଗ୍ରୀ ଆମେ ନେଇ ଆସିଛୁ। ତ ଏସବୁ ଜିନିଷ କାଢ଼ିକି ଦେଖିବା କାରଣଟି ହେଉଛି, କାରଣ ଯେଉଁମାନେ ବି ଯିଏ ବି ସମସ୍ତେ ସାହାଯ୍ୟ କରୁଛନ୍ତି ସେମାନେ ବି ସମସ୍ତେ ଜାଣିବା ଦରକାର ଯେ କି ଆମେ ଦେଇଥିବା କିଛି ଟଙ୍କା ଦ୍ୱାରା ଏତିକି ସବୁ ସାମଗ୍ରୀ ହେଇପାରିଛି। ତ ସେଥିପାଇଁ ଆମେ ଏସବୁ ଜିନିଷ ଦେଖାଉଛୁ, କି ଆପଣମାନେ ଆମକୁ ଖରାପ ଭାବିବେନି, ଆମକୁ ଏତିକି ସପୋର୍ଟ କରୁଥାନ୍ତୁ। ଆଗାମୀ ଦିନରେ ଏମିତି ଅନେକ ଲୋକ ଯିଏ ବି ଦୁଃଖ ଅସୁବିଧାରେ ଯିଏ ବି ଥିବ ତାଙ୍କ ପାଖରେ ଆମେ ପହଞ୍ଚି ତାଙ୍କୁ ଏମିତି ସାହାଯ୍ୟ ସହଯୋଗ କରିପାରିଥାଉ। ତ ଦେଖିପାରୁଥିବେ ମାଉସୀ ବି ବହୁତ ହାପି ଅଛନ୍ତି, ହସୁଛନ୍ତି। ତ ତାଙ୍କ ପରିବାରରେ କେହି ନାହାନ୍ତି, ସେ ମାଉସୀ ଏକୁଟିଆ। ତାଙ୍କର ଏକ ଝିଅ ଥିଲା ଯିଏକି ସେ ସୁଇସାଇଡ଼୍ କରିଦେଇଛି, ଆଉ କେହି ନାହାନ୍ତି ତାଙ୍କ ପରେ। ସେ ମାଉସୀ ଏଇ ଘରେ ରହନ୍ତି, ବହୁତ ଅସୁବିଧାରେ। ଦେଖିପାରୁଥିବ ଆମେ ବି ପହଞ୍ଚିବା ସମୟରେ ବି ସେ ରୋଷେଇବାସ କିଛି କରିନଥିଲେ। ସେ ଏମିତି ସାଇ ଭାଇମାନେ ଯଦି କିଏ ଖାଇବାକୁ ଦଅନ୍ତି ସେ ଖାଇକି ରୁହନ୍ତି, କିନ୍ତୁ କହିବାକୁ ଗଲେ ମାନେ ବହୁତ ଅସୁବିଧାରେ, ଏକୁଟିଆ ଲୋକ। ତ କାହାକୁ କିଛି ବି ସେମାନେ ମାନେ ଲାଜ ଟିକେ କରନ୍ତି, ସେଥିପାଇଁ କିଛି ମାଗି ପାରନ୍ତି ନାହିଁ। ତ ସେ ଆମ ଗାଁରେ ଥିବା ରୂପାଲି ଦିଦି ଯାହାଫଳରେ ଆମକୁ ଜଣାଇଥିଲେ, ଆମେ ପହଞ୍ଚିଲୁ ତାଙ୍କର ମାଧ୍ୟମରେ ଯାଇକି ତାଙ୍କୁ ଆଉଥରେ ରାସନ ଦେଇଛୁ। ଆଉଥରେ ମଧ୍ୟ ଯଦି ବି ସିଏ ତାଙ୍କର କିଛି ଅସୁବିଧା ହୁଏ ଆଉଥରେ ମଧ୍ୟ ଆମେ ଯାଇକି ତାଙ୍କ ପାଖରେ ପହଞ୍ଚିବୁ ଏବଂ ତାଙ୍କୁ ରାସନ ସାମଗ୍ରୀ ଦେଇକି ଆସିବୁ। ଠିକ୍ ଅଛି, ଯଦି ଆପଣମାନଙ୍କୁ ଆମ ସେବା ଭଲ ଲାଗେ ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରିବେ, ସମସ୍ତଙ୍କ ପାଖରେ ଭିଡ଼ିଓଟା ପହଞ୍ଚିଯାଉ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।